এইটা কেতে করছো? এটা 30 টଙ୍କା ଚାଲିଛି ନା 25 ଦଉଛି। 25 ଦଉଛ? 2 କିଲୋ ହବ ନା? ଦେଖିଛ? ଚାଲି ପାରୁନାହିଁ ଆଜ୍ଞା। କଣ ହେଇଛି କି ଗୋଡ଼? ଆଣ୍ଠୁ ଗୁଡ଼ା ଯୋଉ ଇଏ ରହୁଛି ଚାଲୁନି। ଓହୋ। ଆଉ ଅନ୍ୟ ସିଜନରେ କଣ କରୁଛ? ଏବେ ତ ଆମ୍ବ ବିକୁଛ ୟା ଏଇ ଘରେ ଏମିତି ବସିଥାଏ ଆଜ୍ଞା। ଆଚ୍ଛା। ଚାଲି କାମ କରୁଛି କାମ। କାମ କରିପାରୁନ ନାଇଁ? ଭତ୍ତା ମିଳୁଛି ନା? ନାଇଁ ଆଜ୍ଞା ମୁଁ ପୁରା ଏଇ ଆଧାର ଭୁଲ। ଆଧାର ଭୁଲ? ଆଜ୍ଞା। ତାକୁ ଆଧାରଟା କରେକ୍ସନ କରିଦଉନ ଠିକ ସେ। କେତେ ହେଲେ ଟୋଟାଲ? 115 115 ନିଅ। ଅଛି ନା ଖୁଚୁରା? ହେଇଯିବ। ମଉସା ରଖ, ଆଉ ଦରକାର ନାହିଁ। ରଖ, ତମେ ଏତେ କଷ୍ଟ କରିକି ଆଣୁଛ, ଆଉ ଖରାରେ ଗରମରେ ବସିକି ଫେରେଇକି ନେବି ତମକୁ? ତମଠୁ ଏଇଟା ଫେରେଇକି ନେବାଟା ମୋ ପାଇଁ ଅନ୍ୟାୟ ହବ, ବୁଝିଲ ନା? ଖୁସିରେ ରୁହ, ସୁସ୍ଥ ରୁହ, ଗୋଡ଼ ଯାଇକି ଟିକେ ହସ୍ପିଟାଲରେ ଦେଖେଇବ, ଆଉ ଟ୍ରିଟମେଣ୍ଟ ହେଇଯିବ ଯାଇକି। ଆଉ କ'ଣ ହେଇଛି ଗୋଡ଼? ଡାକ୍ତର ଦେଖେଇଛ ନା ଦେଖେଇନ? ଚେରମୂଳି ଟିକେ ଯାଇକି ହସ୍ପିଟାଲରେ ଡାକ୍ତର ଦେଖେଇ ଦିଅ, ଟିକେ କ'ଣ ହେଇଛି ଜାଣ ଆଗେ। ଜୟ ମା ଶଙ୍ଖ। ଆପଣଙ୍କୁ ବହୁତ ବହୁତ ଶୁଭକାମନା। କାହିଁକି ନା ଆଗେଇକି ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା। ଆଉ ଭିଡ଼ିଓଟା ଆଜିର ବହୁତ ଦୁଃଖର, କାହିଁକି ନା ଜଣେ ଭଦ୍ର ବ୍ୟକ୍ତି ବାଟରେ ଗଲାବେଳେ ଜଣେ ମଉସା ଜଣେ ଆମ୍ବ ବିକ୍ରି କରିଥିଲା। ଆଜ୍ଞା ଖରା ଦିନରେ ଆମ୍ବ ତ ଆପଣମାନେ ସମସ୍ତେ ଖାଉଥିବେ, ଆଉ ତାର ମଜା ଭରପୁର ନଉଥିବେ। ଆଉ ଏଇ ଯେଉଁ ବ୍ୟକ୍ତିଟା ଭିଡ଼ିଓ କରିକି ଫେସବୁକ୍ରେ ଅପଲୋଡ଼ କରିଛନ୍ତି, ତାଙ୍କୁ ନମସ୍କାର ଆଉ ସେଲ୍ୟୁଟ୍ ଆଉ ଜୟ ଜଗନ୍ନାଥ ତାଙ୍କ ପାଇଁ। ମହାପ୍ରଭୁ ସବୁଦିନ ଏମିତି ଭଲ କାମ କରନ୍ତୁ, ଆଉ ଏମିତି ଭଲ ଭଲ ଭିଡ଼ିଓ ପକାନ୍ତୁ ସୋସିଆଲ ମିଡ଼ିଆରେ, ଲୋକ କିଛି ଶିଖନ୍ତୁ ଆଜ୍ଞା। ଆଉ ଏମିତି ଅଗା ମଗା ଭିଡ଼ିଓ କରିକି ଲୋକ ଯେଉଁ ଛାଡ଼ୁଛନ୍ତି ସୋଦାସୁଦି ଏସବୁ ଭିଡ଼ିଓକୁ ଇଗ୍ନୋର କରନ୍ତୁ ଆଜ୍ଞା। କିଛି ଭିଡ଼ିଓ ଭଲ ବି ଅଛି, ସେଠିକି ଶିଖିବାକୁ ମିଳିବ। ଆଉ ମୁଁ ଶିଖିଲି, ଆପଣ କ'ଣ ଶିଖିଲେ ମୋତେ କମେଣ୍ଟ ମାଧ୍ୟମରେ ମିଳିବ। କାହିଁକି ନା ଏ ବାବୁ ଜଣ ମଉସାଠୁ ଆମ୍ବ କିଣିଲେ 2 କିଲୋ ବା 3 କିଲୋ। କିଲୋ ଥିଲା 25 ଟଙ୍କା ମାଧ୍ୟମରେ, ତ ସେ ବାବୁ କିଣିଛନ୍ତି ଆଉ ମଉସାକୁ 500 ଟଙ୍କା ଦେଇଛନ୍ତି। ମଉସାର ଦୁଃଖ ବା ସୁଖ, ମଉସାର ଗୋଡ଼ ବା ଦେହବତୀ ବୁଝି, ତାଙ୍କ ମନ କଥା ବୁଝି ମଉସା ଜଣକୁ ଆତ୍ମାକୁ ଶାନ୍ତି କରିଦେଇଛନ୍ତି। କାହିଁକି ନା ଏସବୁ ବୁଝିବା କଥା ଆମ ସରକାର, କିନ୍ତୁ ଆମ ଲୋକ ଯଦି ବୁଝିବେ ନା ଆହୁରି ବହୁତ ଉପକାର ହେବ। କାହିଁକି ନା ଏମିତି ସମୟରେ ଆଉ ଏମିତି ଟାଇମ୍ରେ ଦେଖିଥିବେ ଆପଣମାନେ ଦେଖିଥିବେ ବାଟରେ ଗଲାବେଳେ ବହୁତ ସାରା ବୟସ୍କ ଲୋକ ବା ମାଉସୀମାନେ ବାଟରେ ବସି ପରିବା ବା ଫଳମୂଳ ବା ତାଳସଜ ବା ଖଜୁର ବା ଜାମୁକୋଳି ଏମିତି ବିଭିନ୍ନ ପ୍ରକାର ପରିବା ଫଳମୂଳ ଜିନିଷ ବଜାରରେ ବସି ବା ରାସ୍ତା କଡ଼ରେ ବସି ବିକିଥାନ୍ତି। କାହିଁକି ନା ତାଙ୍କ ପେଟ ପାଇଁ, ତାଙ୍କ ଘର ପାଇଁ। ଆଉ ସେସବୁ ଜିନିଷ ଆମେ ଯେତେବେଳେ ଯାଉ ନିଶ୍ଚୟ କିଣିକି ଘରକୁ ଅଧ କିଲୋ କିଣି ଆଣୁ। କାହିଁକି? ସେ ଯେଉଁ ପଇସାଟା ନେବେ ତାଙ୍କ ଘରରେ ଚାଉଳ କିଣି ବା କାଠ କିଣି ବା ଯେକୌଣସି ଜିନିଷ ବା ଭଲ ଦେହ ପ୍ରତି ଲାଗେ। ଆମେ ବଜାରରେ ତ ସବୁଦିନ କିଣୁ, କିନ୍ତୁ ରାସ୍ତା କଡ଼ରେ ଯେତେବେଳେ ଯାଉଛନ୍ତି ଆପଣ ନିଶ୍ଚୟ ଥରେ ନା ଥରେ କିଣିଥିବେ, ଆଉ ନିହାତି କିଣିବେ। ମୋ ମାଧ୍ୟମରେ କହୁଛି ଭିଡ଼ିଓ ମାଧ୍ୟମରେ, କାହିଁକି ନା ତାଙ୍କ ପ୍ରତି ଯେଉଁ ସ୍ନେହ ମମତା, ଆଉ ଏଇ ବାବୁଙ୍କ ଭିଡ଼ିଓ ଆପଣ ଦେଖିକି ବୁଝି ସାରିଥିବେନି ମୁଁ କାହିଁକି କହୁଛି ଆପଣଙ୍କୁ। ଆଉ ଏ ବାବୁ ଜଣ ଏତେ ପ୍ରେମରେ ତାଙ୍କ ସହିତ କଥା ହେଲେ, ଏତେ ସୁନ୍ଦର ତାଙ୍କୁ ବୁଝେଇଲେ। ମଉସା ଗୋଡ଼ ଯାଇ ଡକ୍ଟର ଦେଖେଇଦେବ, ସେ କହୁଥିଲେ ଚେରମୂଳି ଖାଇଛି, ନାଇଁ ଡାକ୍ତରକୁ ଦେଖେଇବ। ବାବୁ ଜଣ କିଛି ପଇସା ଦେଲେ, ତାଙ୍କୁ ଆମ୍ବ ନେଲେ, ଏତେ ପ୍ରକାର ବ୍ୟବହାର ଭଲ ଦେଲେ ନା, ଏଇ ସବୁ ଖୁସିର ଜିନିଷ। କାହିଁକି? ଆମ ଦେଶ ମାଟିର ସେମାନେ ହିଁ ହେଲେ ଗର୍ବ, ଚାଷୀ ହେଲେ ଆମ ଗର୍ବ। ଆଉ ଆପଣ ସୋରୁମକୁ ଯାଉଥିବେ, ବଡ଼ ବଡ଼ ମହଲକୁ ଯାଉଥିବେ, ସେଠି ବାର୍ଗେନିଂ କରନ୍ତି ନାହିଁ, କିନ୍ତୁ ଏଠି ବାର୍ଗେନିଂ ହୁଏ ପରିବା ଦୋକାନୀ। କାହିଁକି ନା ସେ ଛୋଟିଆ ମୋଟିଆ ଲୋକ, ଏଇ 50 ଟଙ୍କା ଦେଉଛି, 30 ଟଙ୍କା ଦେବୁ ବୋଲି ନେବି, ନହେଲେ ନାହିଁ। ଲୋକ ଏମିତି କୁହନ୍ତି, କିନ୍ତୁ ବାର୍ଗେନିଂ କରିବେନି କେବେ। ମୁଁ ବି କେବେ ବାର୍ଗେନିଂ କରେଇ ନାହିଁ। ଆଜିକି କେତେ ହେଲା 50 ନେଇଯାଅ, 60 ହେଲା ନେଇଯାଅ, ପଇସା ନାହିଁ 10 ଟଙ୍କା କମ୍ ଦିଅ, ସେଇଟା ଅଲଗା। ପଇସା ନାହିଁ ସେଇଟା ଅଲଗା, କିନ୍ତୁ ପଇସା ଥାଇକି
କାହା ସହିତ ବାର୍ଗେନିଂ କେବେ ବି କରିବେ ନାହିଁ। ଫଳମୂଳ ପରିବା ଯେଉଁ ପରିବା ବେପାରୀମାନେ ସେମାନେ ଛୋଟ ବେପାରୀ 2 ଟଙ୍କା 5 ଟଙ୍କା ପାଇଲେ ସେମାନେ ତାଙ୍କ ଘର ଚଳିବ। ଆଉ ଏ ଭିଡ଼ିଓ ଦେଖିକି ତ ଆପଣ ବୁଝିସାରିଥିବେନି। ଆଉ ବର୍ତ୍ତମାନ ଭିଡ଼ିଓ ରହିଲା ରାଜ୍ୟ ସରକାର ବିଷୟରେ। ତ ରାଜ୍ୟ ସରକାରକୁ ମୁଁ ଏତେ ନିବେଦନ କରୁଛି ବା ଗୁହାରି କରୁଛି ବା ତାକୁ ହାତ ଯୋଡ଼ିକି ମୁଁ ନିବେଦନ କରୁଛି ଆଉ ମାନ୍ୟବର ମୋହନ ଚରଣ ମାଝୀକୁ ବିଶେଷ ନିବେଦନ କରୁଛି ଆଉ ପ୍ରଧାନମନ୍ତ୍ରୀକୁ। କାହିଁକି ନା ଏ ଯେଉଁ ଆଧାର କେନ୍ଦ୍ର କରିଛନ୍ତି ସାର୍, ସେ ଆଧାର କେନ୍ଦ୍ରକୁ ବୟସ୍କ ବ୍ୟକ୍ତିମାନେ ଯାଇପାରୁନାହାନ୍ତି ବା ତାଙ୍କର ସଂଶୋଧନ ହେଉନାହିଁ ବା ବହୁତ ଦୂର ହେଉଛି। ଆପଣ ଯଦି ସ୍କୁଲ ମାଧ୍ୟମରେ ଗାଁ ସ୍କୁଲ ବା ଅଙ୍ଗନବାଡ଼ି ବା ପାଖରେ ଯେଉଁ ସହାୟତା କେନ୍ଦ୍ର ସରକାରୀ ବ୍ୟବସ୍ଥା ଯାହା ବି ଅଛି ସେ ଜାଗାରେ ଆପଣ ଯଦି ସଂଶୋଧନ କରିଦେବେ, ବୟସ୍କ ବ୍ୟକ୍ତି ପାଇଁ ଖାଲି ନା ଫଟୋ ସ୍ପେଲିଂ ଯାହା ବି ଭୁଲ ଅଛି ସେସବୁ ଆଧାର କେନ୍ଦ୍ରକୁ ଯିବାକୁ ତାଙ୍କୁ ନ ପଡ଼ୁ। ସେମାନେ ଯଦି ତାଙ୍କ ଗାଁ ମୁଣ୍ଡରେ ପାଇବେ, ତାଙ୍କ ଘର ଦ୍ୱାର ମୁହଁରେ ପାଇବେ ନା, ସେ ଅତି ଉପକୃତ ହେବେ ଆଜ୍ଞା। ଆଉ ବହୁତ ସାରା ଆଶୀର୍ବାଦ କରିବେ ଆପଣଙ୍କୁ। କାହିଁକି ନା ସେମାନେ 200 ଟଙ୍କା 100 ଟଙ୍କା ଦେଇ ଅଟୋ ଭଡ଼ା କରିକି ଯିବେ, ତାପରେ ଆଧାର କେନ୍ଦ୍ରରେ ଲାଇନ୍ ଲାଗିକି ଘଣ୍ଟେ ରହିବେ, ତାପରେ ତାଙ୍କ ଆଖୁ ଫଟୋ, ହାତ ଫଟୋ, ଗୋଡ଼ ଫଟୋ ନେଇକି 2 ଘଣ୍ଟା ଯିବ, ସମୟ ଚାଲିଯିବ। ଆଉ ବୟସ ହେଲା ପରେ 2 ଘଣ୍ଟା ଠିଆ ହେଲା ପରେ, ଆମେ ତ 2 ଘଣ୍ଟା ଠିଆ ହେଲେ କେଉଁଠି ପାଟିତୁଣ୍ଡ କରିଦେଉଛୁ, କେଉଁଠି ଝଗଡ଼ା କରିଦେଉଛୁ, କେଉଁଠି ଗାଲି ଗରମା କରିକି ଆସୁଛୁ। କାହିଁକି ଆପଣଙ୍କୁ ଏତେ ସମୟ ଲାଗିବ, ପଇସା ନେଇକି ଇଏ କରୁଛ ସେ କରୁଛ। ଆଉ ଏସବୁ ଜିନିଷ ମାଗଣା କରନ୍ତୁ। ଆଉ ଗୋଟେ ଜିନିଷ, ଏସବୁ ଜିନିଷ ତାଙ୍କର ପାଖରେ ହିଁ ସୁବିଧା କରାଯାଉ। ଆଉ ସେସବୁ ସୁବିଧା ହେଲା ପରେ ସେମାନେ କ'ଣ ଘର ଖଣ୍ଡେ ପାଇପାରିବେ ବା କେଉଁଠି ମେଡ଼ିକାଲ ସୁବିଧା ପାଇପାରିବେ ବା ଆଉ ଯେକୌଣସି ସୁବିଧା ଆଧାରରେ ମିଳୁଛି। ଆଧାର ତ ଆମର ମୂଳ ହିଁ ଧନ, ଆଧାର ନହେଲେ କିଛି ହେଉନି। ତ ସେସବୁ ସୁବିଧା ତାଙ୍କ ପାଇଁ ହେଇପାରୁନାହିଁ। ଆଉ ଭିଡ଼ିଓ ମାଧ୍ୟମରେ ବି ଆପଣ ଦେଖି ସାରିଥିବେନି। ଯଦି ମୋ ଭିଡ଼ିଓ ଖରାପ ଲାଗୁଥିବ ଆପଣ କମେଣ୍ଟ ମାଧ୍ୟମରେ କହିଦେବେ। କିନ୍ତୁ ଏସବୁ ନିହାତି ବହୁତଙ୍କର ଗାଁରେ ବହୁତ ଲୋକଙ୍କର ଆଧାର ଭୁଲ ଅଛି, ସ୍ପେଲିଂ ଭୁଲ ଅଛି, ଫଟୋ କାହାର ଅଛି, ନାଁ କାହାର ଅଛି, ଏମିତି ବହୁତ ସାରା ସଂଶୋଧନ ହେବାକୁ ଅଛି। ଆଉ ଆଗକୁ ଯେହେତୁ ଇଲେକ୍ସନ୍ ଅଛି ଆପଣଙ୍କର, ଆଉ ଏସବୁ ଜିନିଷକୁ ଫାଷ୍ଟରୁ ଆପଣ କରେକ୍ସନ୍ କରିକି ମା ଭଉଣୀଙ୍କର ଯେଉଁଟା ଆମ ଦାଦା ଅଜା ଆଈଙ୍କର ତାଙ୍କର କରେକ୍ସନ୍ କରିକି ଏଇଟା ଓଡ଼ିଶାବାସୀଙ୍କର ମାନେ ଗୋଟେ ଛୋଟ ଗୁହାରିଟେ ଆପଣ ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମାନ୍ୟବର ମୋହନ ଚରଣ ମାଝୀ ନମସ୍କାର। ଆଉ ସେଥିପାଇଁ କଲେ ଲୋକ ବହୁତ ଉପକୃତ ହେବେ, ଆପଣଙ୍କୁ ବହୁତ ସାରା ଆଶୀର୍ବାଦ କରିବେ। ଆଗାମୀ ଅଧ୍ୟାୟରେ ଆପଣ ରହିବେ ନା ଆମେ ରହିବୁ, ନା ବିଜୁ ଜନତା ଦଳ ରହିବ, ନା କଂଗ୍ରେସ ରହିବ, ସେଇଟା କେହି ବି କହିପାରିବେନି। କିନ୍ତୁ ଆମେ ଜାଣିଛୁ ଯଦି ଆମେ ଭଲ କର୍ମ କରିବା ଆଗାମୀ 25 ବର୍ଷ କ'ଣ 50 ବର୍ଷ ଯାଇକି ଏମିତି ବଞ୍ଚିକି ରହିବା। ଆଉ ଏମିତି ସାଧାରଣ ଲୋକ ଆଉ ଏମିତି ଜନତା ଆମକୁ ହିଁ ଦରକାର ଥିଲା। ଆଉ ଯେହେତୁ ଆସିଛନ୍ତି ଆପଣମାନେ ଏଇସବୁ କାମକୁ ଆଗ ହୋଇ ଦେଖନ୍ତୁ। ଆଉ ବୟସ୍କ ବ୍ୟକ୍ତିଙ୍କୁ ମେଡ଼ିକାଲ ସହାୟତା ହେଉ ବା କୌଣସି ସହାୟତା ହେଉ ତାଙ୍କୁ ବହୁତ ଶୀଘ୍ର ମିଳିବ। ସେମାନେ ଯେଉଁଠି ଠିଆ ହେବାକୁ 2 ମିନିଟ୍ ଲାଗିବନି, ତାଙ୍କୁ ବସେଇକି ଚା ପାଣି ଜଳଖିଆ ଦେଇକି ଭଲ ଭାବରେ ତାଙ୍କୁ ଟ୍ରିଟମେଣ୍ଟ କରାଉ। ଯେମିତିକି ସରକାର ଆସିଛି ମାନେ ଭାବିବେ ଏଇଟା ସରକାର କେଉଁ ସରକାର ଆସିଲା ଆମ ଓଡ଼ିଶାରେ, ଆମେ ଏତେ ଉପକୃତ ହେଲୁ ଆଉ ଚାଷୀକୁ ସମ୍ମାନ ମିଳିଲା। ଏତିକି କହିକି ମୋ ଭିଡ଼ିଓଟି ଶେଷ କରିଛି। ଜୟ ମା ସମଲେଇ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।